ଆପଣ କେଉଁଠୁ ଆସିଛନ୍ତି ଆପଣଙ୍କର ନାଁଟା କ'ଣ ଆପଣ ଜଣାନ୍ତୁ। ରଶ୍ମିରେଖା ସାମଲ ଭୁବନେଶ୍ୱରରୁ ଆସିଛି। ତାହେଲେ ମହାପ୍ରଭୁଙ୍କ ଉପରେ ଜଗନ୍ନାଥଙ୍କ ଉପରେ ଆପଣଙ୍କର କ'ଣ ଅନୁଭୂତି ରହିଛି ଆପଣ ଆପଣଙ୍କର ଅନୁଭୂତିଟି ଆମର ଅଗଣିତ ଦର୍ଶକଙ୍କ ଭିତରେ ବ୍ୟକ୍ତ କରିବେ। ଅନୁଭୂତି ଆମ ପୁଅର ଆଡ଼ମିସନ୍ ପାଇଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟରେ ପକାଇଥିଲୁ, ଆସିବ ବୋଲିକି ଆମର କାହାର ବିଶ୍ୱାସ ନଥିଲା, ହେଲେ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଥିଲା ବୋଲି ଯାହା ହଉ ତାର ଲାଷ୍ଟକୁ ଆଡ଼ମିସନ୍ ବି ହେଇଗଲା ସେଇଠି। ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ସବୁ କଷ୍ଟରୁ ମୁକ୍ତି ଦେବେ, ଟିକେ ଡେରି ହେବ କିନ୍ତୁ ନିଶ୍ଚିନ୍ତ ମୁକ୍ତି ଦେବେ ସେ। ନିଶ୍ଚିତ ଭାବରେ ଆପଣ ଯେଉଁ କଥାଟି କହିଲେ ନିଶ୍ଚିତ ଭାବରେ ଡେରି କଦାପି ବି ହେଇନଥାଏ, ସେଇଟା ଆମେ ଆମର ମନ ଭିତରେ ଏଇ ଜିନିଷଟିକୁ ଚିନ୍ତା କରିଥାଉ ଯେ ନା ମହାପ୍ରଭୁ ଡେରି କରୁଛନ୍ତି ବୋଲିକା। ଉପଯୁକ୍ତ ସମୟ ଆସିଲେ ନିଶ୍ଚିତ ଭାବରେ ମହାପ୍ରଭୁ ସେ ଜିନିଷ ପ୍ରଦାନ କରିଥାନ୍ତି। ତ ଆଉ କିଛି ଏମିତିକା ଅନୁଭୂତି ଅଛି ଯେଉଁଥିରୁ ଭକ୍ତ କିଛି ଶିକ୍ଷା ପାଇବେ, ଗୋଟେ ଛୋଟିଆ ଅନୁଭୂତି ଆମର ଅଗଣିତ ଦର୍ଶକଙ୍କ ଭିତରେ ବ୍ୟକ୍ତ କରନ୍ତି। ଆମର ମୋ ଶ୍ୱଶୁର ଯିଏ ସେ ବହୁତ ପାରାଲିସିସ୍ରେ ଅଛନ୍ତି, ବେଡ଼୍ରେ ରହିଯାଇଛନ୍ତି, ପୁରା ଦେହ ଏତେ ଖରାପ ହେଇଯାଇଥିଲା ଡିସେମ୍ବର ମାସ, ସମସ୍ତେ ଭାବିଲେ କି ସେ ପୁରା ମାନେ ଏଥର ଚାଲିଯିବ ବୋଲି। ମୁଁ ସେ ଜଗନ୍ନାଥଙ୍କୁ ସମର୍ପି ଦେଇଥିଲୁ, ପ୍ରଭୁ କ'ଣ କରିବୁ ଆମେ ତ ଜାଣିନୁ। ଆସିଥିଲୁ ଦର୍ଶନ କରିକି ଯେଉଁଠି ବୁଝିଲୁ ସେ କହିଲେ ନାଇଁ ତାଙ୍କର ଏବେ କିଛି ହେବନି, ତାଙ୍କୁ ତୁଳସୀ ନିର୍ମାଲ୍ୟ ସବୁ ଦେଲୁ, ଏବେ ବହୁତ ସୁସ୍ଥ ଅଛନ୍ତି, ଜଗନ୍ନାଥଙ୍କ କୃପାରୁ ସେ ଭଲ ଅଛନ୍ତି। ନିଶ୍ଚିତ ଭାବରେ ଆମେ ମଧ୍ୟ ମହାପ୍ରଭୁଙ୍କ ଶ୍ରୀ ଚରଣରେ ପ୍ରାର୍ଥନା କରିବୁ ମହାପ୍ରଭୁ ଏମିତି ଆପଣଙ୍କର ସପରିବାର ଉପରେ କୃପା ବର୍ଷାଉଥାନ୍ତୁ। ତା ସହିତ ଆପଣ ମା ଘରେ ଜୟ ଜଗନ୍ନାଥ ଟିଭି ଦେଖୁ ସବୁବେଳେ ଦେଖୁ, ପୁଅ ବି ଦେଖେ, ପୁଅ ତ ଜେଜେ ଆସିପାରନ୍ତି ସେ ସେଥିପାଇଁ ଏଇଠିକି ଆସିଲେ ପ୍ରାର୍ଥନା କରିକି ଯାଏ। ତାହେଲେ ମା ଆପଣ ଯେବେଠୁ ଜୟ ଜଗନ୍ନାଥ ଟିଭି ସହିତ ଯୋଡ଼ି ହେଲେଣି, ଯେବେଠୁ ଆପଣ ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି, ଆପଣଙ୍କୁ କେମିତିକା ଲାଗେ ଜୟ ଜଗନ୍ନାଥ ଟିଭି? ଆପଣଙ୍କର ଜୟ ଜଗନ୍ନାଥ ଟିଭି ଉପରେ ଅନୁଭୂତି କ'ଣ? ବହୁତ ବହୁତ ଅନୁଭୂତି, ଆମେ ତ କିଛି ଜାଣୁନଥିଲେ, ବିଶେଷ ଯାହା ବି ହେଉ ପ୍ରଭୁ ଚାହିଁଲେ ବୋଲିକି ଏ ଟିଭି ମାଧ୍ୟମରେ ସମସ୍ତଙ୍କୁ ସବୁକିଛି ଜଣାଇ ପାରୁଛନ୍ତି, ଆମେ ବି ଘରେ ରହିକି ସବୁକିଛି ଜାଣିପାରୁଛନ୍ତି। ମୁଁ ବି ଦେଖୁନଥିଲି, ଶାଶୁ ଯେତେବେଳେ କହିଲେ କି ହଁ ଜୟ ଜଗନ୍ନାଥ ଟିଭି ଗୋଟେ ଅଛି ଦେଖ, ସେଇଥିରେ ସବୁ ଦେଉଛି, ମହାପ୍ରଭୁଙ୍କର ପୁରା ସବୁ ପୁରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଇଥିରେ ଦେଉଛି, ସେଇଥିପାଇଁ ଆମେ ସମସ୍ତେ ଦେଖୁ ସେଇଥିରେ। ତାହେଲେ ମା ଆପଣ ଯେଉଁ ଜୟ ଜଗନ୍ନାଥ ଟିଭି ଦେଖୁଛନ୍ତି, ମହାପ୍ରଭୁଙ୍କ ବିଷୟରେ କିଛି ତଥ୍ୟ ହେଲା କି କିଛି ନୀତି ମହାପ୍ରଭୁଙ୍କର ଦେଖି କିଛିଟା ଆପଣ ଜାଣିବାକୁ ପାଇଲେଣି, ନିଜ ଭିତରେ କିଛି ପରିବର୍ତ୍ତନ ଆପଣ ଅନୁଭବ କରୁଛନ୍ତି? ବହୁତ ପରିବର୍ତ୍ତନ। ସକାଳୁ ଉଠିଲେ ଆମେ ସକାଳୁ ବିଛଣା ଛାଡ଼ିଲେ ମାନେ ଜୟ ଜଗନ୍ନାଥ ଟିଭି ଲାଗିବ, ତାପରେ ଆମ ନିତ୍ୟକର୍ମ ଚାଲୁଥିବ, ଜୟ ଜଗନ୍ନାଥ ଟିଭି ଚାଲିଥିବ, ସେଇଥିରେ ଆମର ସମସ୍ତେ ଦେଖୁଥିବେ, କାମ ଚାଲିଥିବ, ପୁଅ ସ୍କୁଲ ଯିବ, ସବୁ କାମ ସେଥିରେ ସେ ସବୁବେଳେ ବି ସେ ସବୁବେଳେ ଦେଖାହେଉଛି। ତାହେଲେ ମା ଆପଣଙ୍କୁ ଜୟ ଜଗନ୍ନାଥ ଟିଭି ସପରିବାର ତରଫରୁ ଗୋଟେ ସମ୍ପୂର୍ଣ୍ଣ ଜଣାଣ ପୁସ୍ତିକା ସହିତ ଆପଣଙ୍କୁ ଆମେ ଅଶେଷ ଅଶେଷ ଧନ୍ୟବାଦ ମଧ୍ୟ ପ୍ରଦାନ କରିବୁ।